ଭାବନ୍ତୁ ଏମିତି ଗୋଟିଏ ସମୁଦ୍ର ଯେଉଁଠାରେ ହଜାର ହଜାର ବର୍ଷ ପୁରୁଣା ଜାହାଜ ଆଜି ମଧ୍ୟ ପ୍ରାୟ ଅକ୍ଷତ ଅବସ୍ଥାରେ ରହିଛି। ଏମିତି ଗୋଟିଏ ସମୁଦ୍ର ଯାହାର ଗଭୀର ଅଂଶରେ ପ୍ରାୟ କୌଣସି ଜୀବ ରହିପାରନ୍ତି ନାହିଁ ଏବଂ ଏମିତି ଗୋଟିଏ ସମୁଦ୍ର ଯାହାର ତଳେ ଲୁଚି ରହିଛି ଗୋଟିଏ ପ୍ରାଚୀନ ସଭ୍ୟତାର ରହସ୍ୟ। ଆଉ ଏହା ହେଉଛି ବ୍ଲାକ୍ ସି। ଏକ ଏମିତି ସମୁଦ୍ର ଯାହା ବିଜ୍ଞାନୀ, ଇତିହାସବିତ୍ ଓ ଗବେଷକମାନଙ୍କୁ ଆଜି ମଧ୍ୟ ଆଶ୍ଚର୍ଯ୍ୟରେ ପକାଏ। ଆଜି ଜାଣିବା ଏହି ବ୍ଲାକ୍ ସି କାହିଁକି ଏତେ ରହସ୍ୟମୟ, ଏହା କେତେ ଭୟଙ୍କର ଏବଂ କାହିଁକି ଏହାକୁ ଆମ ପୃଥିବୀର ସବୁଠୁ ଅଜବ ସମୁଦ୍ରମାନଙ୍କ ମଧ୍ୟରେ ଗଣାଯାଏ। ପ୍ରଥମେ ଚାଲନ୍ତୁ ଜାଣିବା ଏହି ବ୍ଲାକ୍ ସି କେଉଁଠି ଅଛି। ବ୍ଲାକ୍ ସି ହେଉଛି ୟୁରୋପ ଓ ଏସିଆ ମଧ୍ୟରେ ଅବସ୍ଥିତ ଏକ ବିଶାଳ ସମୁଦ୍ର। ଏହାର ଚାରିପାଖରେ ଅଛନ୍ତି ତୁର୍କୀ, ରଷିଆ, ୟୁକ୍ରେନ, ରୋମାନିଆ, ବୁଲଗେରିଆ ଏବଂ ଜର୍ଜିଆ। ଏହା ବୋସ୍ପୋରସ୍ ଷ୍ଟ୍ରେଟ୍ ମାଧ୍ୟମରେ ମେଡିଟେରାନିଆନ୍ ସି ସହ ମିଶିଛି। ବ୍ଲାକ୍ ସିର କ୍ଷେତ୍ରଫଳ ହେଉଛି ପ୍ରାୟ 4.36 ଲକ୍ଷ ବର୍ଗ କିଲୋମିଟର। ବ୍ଲାକ୍ ସିର ଏପରି ନାମକରଣ କାହିଁକି ହୋଇଛି? ଆପଣ ଏହି ସମୁଦ୍ରର ପାଣି ହୁଏତ କଳା ଭାବୁଥିବେ, କିନ୍ତୁ ପ୍ରକୃତରେ ସମୁଦ୍ରର ପାଣି କଳା ନୁହେଁ। ଏହାର ନାମ ପଛରେ କିଛି ଅଲଗା କାରଣ ରହିଛି। ଏହାକୁ ବ୍ଲାକ୍ ସି କହିବା ପଛରେ ଅନେକ ମତ ଅଛି। କେତେକ ଇତିହାସବିତ୍ଙ୍କ ମତରେ ପ୍ରାଚୀନ ନାବିକମାନେ ଏହି ସମୁଦ୍ରର ଭୟଙ୍କର ଝଡ଼ ଓ ବିପଦ କାରଣରୁ ଏହାକୁ ବ୍ଲାକ୍ ଅର୍ଥାତ୍ ଅଶୁଭ ସମୁଦ୍ର ବୋଲି କହୁଥିଲେ। ଆଉ ଏକ ମତ ଅନୁଯାୟୀ ଗଭୀର ପାଣିରେ ଥିବା ହାଇଡ୍ରୋଜେନ୍ ସଲଫାଇଡ୍ ଧାତୁକୁ କଳା କରିଦିଏ, ଆଉ ଏହି କାରଣରୁ ମଧ୍ୟ ସମୁଦ୍ରର ନାମ ବ୍ଲାକ୍ ସି ରଖାଯାଇଛି। ବ୍ଲାକ୍ ସିର ସବୁଠାରୁ ବଡ଼ ରହସ୍ୟ ବିଷୟରେ ଚାଲନ୍ତୁ ଏବେ ଜାଣିବା। ଏହି ସମୁଦ୍ରର ଗଭୀର ଅଂଶରେ ଅକ୍ସିଜେନ୍ ନାହିଁ। ଆଜ୍ଞା ହଁ, ଠିକ୍ ଶୁଣିଲେ। ପ୍ରାୟ 150ରୁ 200 ମିଟର ତଳକୁ ଗଲେ ପାଣିରେ ଅକ୍ସିଜେନ୍ ପ୍ରାୟ ଶେଷ ହୋଇଯାଏ। ଏହାପରେ ଆରମ୍ଭ ହୁଏ ହାଇଡ୍ରୋଜେନ୍ ସଲଫାଇଡ୍ର ଗୋଟିଏ ବିଶାଳ ସ୍ତର। ଏହି ଗ୍ୟାସ୍ ପଚା ଅଣ୍ଡା ପରି ଗନ୍ଧ କରେ ଏବଂ ବହୁତ ବିଷାକ୍ତ। ସେଥିପାଇଁ ବ୍ଲାକ୍ ସିର ପ୍ରାୟ 90% ଗଭୀର ଅଂଶରେ କୌଣସି ବଡ଼ ଜୀବ ବଞ୍ଚିପାରନ୍ତି ନାହିଁ। ତେବେ ପୃଥିବୀରେ ଏପରି ସମୁଦ୍ର ବହୁତ କମ୍ ଅଛନ୍ତି। 2000 ବର୍ଷ ପୁରୁଣା ଜାହାଜ ଆଜି ମଧ୍ୟ ଏଠାରେ ଅକ୍ଷତ ଅବସ୍ଥାରେ ରହିଛି। ଏହା ବ୍ଲାକ୍ ସିର ଏକ ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ ତଥ୍ୟ ଅଟେ। ସାଧାରଣ ସମୁଦ୍ରରେ କାଠର ଜାହାଜ କିଛି ଶତାବ୍ଦୀ ମଧ୍ୟରେ ନଷ୍ଟ ହୋଇଯାଏ, କିନ୍ତୁ ବ୍ଲାକ୍ ସିର ଗଭୀର ଅଂଶରେ ଅକ୍ସିଜେନ୍ ନଥିବାରୁ କାଠ ଖାଉଥିବା ଜୀବ ରହିପାରନ୍ତି ନାହିଁ। ଫଳରେ 1000 ବର୍ଷ ପୁରୁଣା ଜାହାଜଗୁଡ଼ିକ ଆଜି ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ଅବସ୍ଥାରେ ସେହିପରି ରହିଛି। 2018 ମସିହାରେ ଗବେଷକମାନେ ପ୍ରାୟ 2400 ବର୍ଷ ପୁରୁଣା ଗ୍ରୀକ୍ ଜାହାଜକୁ ଆବିଷ୍କାର କରିଥିଲେ, ଆଉ ଏହା ବିଶ୍ୱର ସବୁଠୁ ପୁରୁଣା ଜାହାଜମାନଙ୍କ ମଧ୍ୟରୁ ଗୋଟିଏ। ବ୍ଲାକ୍ ସି ଫ୍ଲୋଟ୍ ଥିଓରି ବିଷୟରେ ଚାଲନ୍ତୁ ଏବେ ଜାଣିବା। କେତେକ ବିଜ୍ଞାନୀଙ୍କ ମତରେ ପ୍ରାୟ 7600 ବର୍ଷ ପୂର୍ବେ ଏଠାରେ ଗୋଟିଏ ବିଶାଳ ବନ୍ୟା ହୋଇଥିଲା। ମେଡିଟେରାନିଆନ୍ ସିର ପାଣି ହଠାତ୍ ବହୁତ ବେଗରେ ଏଠାକୁ ମାଡ଼ି ଆସିଥିଲା। କେତେକ ଗବେଷକ ଭାବନ୍ତି ଯେ ବିଶ୍ୱର ଅନେକ ମହାବନ୍ୟା କାହାଣୀର ପଛରେ ଏହି ଘଟଣା ଥାଇପାରେ। ଯଦି ଏହା ସତ, ତେବେ ବ୍ଲାକ୍ ସି ତଳେ ଏକ ପ୍ରାଚୀନ ସଭ୍ୟତା ମଧ୍ୟ ଲୁଚି ରହିଥାଇପାରେ। ଏବେ ଚାଲନ୍ତୁ ଜାଣିବା ବ୍ଲାକ୍ ସି କେତେ ଡେଞ୍ଜରିୟସ୍। ବ୍ଲାକ୍ ସି ଅନେକ କାରଣରୁ ବିପଜ୍ଜନକ, ଯେପରିକି ହଠାତ୍ ଝଡ଼। ଏଠାରେ ୱେଦର ସାଙ୍ଗେ ସାଙ୍ଗେ ବଦଳି ଯାଇଥାଏ। କିଛି ମିନିଟ୍ରେ ଶାନ୍ତ ସମୁଦ୍ର ଭୟଙ୍କର ଝଡ଼ରେ ପରିଣତ ହୋଇଯାଏ। ବିଶାଳ ତରଙ୍ଗ ବା ଢେଉ ଏଠାରେ ସୃଷ୍ଟି ହୁଏ। ଝଡ଼ ସମୟରେ ଏଠାରେ ଆପଣ ଉଚ୍ଚ ଏବଂ ବଡ଼ ତରଙ୍ଗ ଦେଖିବାକୁ ପାଇବେ, ଯାହାକି ଜାହାଜ ପାଇଁ ମଧ୍ୟ ବିପଜ୍ଜନକ। ତୃତୀୟରେ ହାଇଡ୍ରୋଜେନ୍ ସଲଫାଇଡ୍। ଗଭୀର ପାଣିରେ ବିଷାକ୍ତ ଗ୍ୟାସ୍ ଥିବାରୁ ଏହା ବିଜ୍ଞାନୀମାନଙ୍କ ପାଇଁ ମଧ୍ୟ ଏକ ଚ୍ୟାଲେଞ୍ଜ। ଲୋକଙ୍କ ଜୀବନ ମଧ୍ୟ ଏହି ଗ୍ୟାସ୍ ପାଇଁ ଯାଇପାରେ। ଶେଷରେ ରହିଛି ଯୁଦ୍ଧ ଓ ନୌସେନାର ଇତିହାସ। ଶତାବ୍ଦୀ ଧରି ଏହି ସମୁଦ୍ର ଅନେକ ଯୁଦ୍ଧର ସାକ୍ଷୀ ରହିଛି। ଆଜି ମଧ୍ୟ ସମୁଦ୍ର ତଳେ ଅନେକ ଜାହାଜ ଓ ସାମରିକ ଅବଶେଷ ଦେଖିବାକୁ ମିଳେ। ଏବେ ଚାଲନ୍ତୁ ଜାଣିବା ବ୍ଲାକ୍ ସିର କିଛି ଆମାଜିଂ ଫ୍ୟାକ୍ଟ ବିଷୟରେ। ବ୍ଲାକ୍ ସିର 90% ଗଭୀର ଅଂଶ ଅକ୍ସିଜେନ୍ ବିହୀନ। ବିଶ୍ୱର ସବୁଠୁ ଭଲ ସଂରକ୍ଷିତ ପ୍ରାଚୀନ ଜାହାଜ ଏହିଠାରେ ହିଁ ଦେଖିବାକୁ ମିଳେ। ଏହା ୟୁରୋପ ଓ ଏସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ମାର୍ଗ ଅଟେ। ଏଠାରେ 2000 ବର୍ଷରୁ ଅଧିକ ପୁରୁଣା ଜାହାଜ ମିଳିଛି। କେତେକ ବିଜ୍ଞାନୀ ଏହାକୁ ବାଇବେଲର ମହାବନ୍ୟା କାହାଣୀ ସହ ମଧ୍ୟ ଯୋଡ଼ିଥାନ୍ତି।
ତ ବ୍ଲାକ୍ ସି କେବଳ ଗୋଟିଏ ସମୁଦ୍ର ନୁହେଁ, ଏହା ହେଉଛି ଇତିହାସ, ରହସ୍ୟ, ବିଜ୍ଞାନ ଏବଂ ବିପଦର ଏକ ଅଦ୍ଭୁତ ମିଶ୍ରଣ, ଯେଉଁଠାରେ ଗୋଟିଏ ପଟେ ହଜାର ବର୍ଷର ଇତିହାସ ଶୋଇ ରହିଛି ଆଉ ଅନ୍ୟପଟେ ଲୁଚି ରହିଛି ଏମିତି ରହସ୍ୟ ଯାହାର ସମ୍ପୂର୍ଣ୍ଣ ଉତ୍ତର ବିଜ୍ଞାନ ଆଜି ମଧ୍ୟ ଖୋଜୁଛି। ହୁଏତ ଭବିଷ୍ୟତରେ ବ୍ଲାକ୍ ସିର ଗଭୀରତାରୁ ଏମିତି କିଛି ଆବିଷ୍କାର ହେବ ଯାହା ମାନବ ଇତିହାସ ବିଷୟରେ ଆମର ଧାରଣାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ। ଆଉ ସେ ପର୍ଯ୍ୟନ୍ତ ବ୍ଲାକ୍ ସି ରହିବ ଆମ ପୃଥିବୀର ସବୁଠୁ ରହସ୍ୟମୟ ସମୁଦ୍ରମାନଙ୍କ ମଧ୍ୟରୁ ଗୋଟିଏ। ତ ଆଜିର ଏହି ଇଣ୍ଟରେଷ୍ଟିଂ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ, ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଭିଡ଼ିଓଟି କିଭଳି ଲାଗିଲା କମେଣ୍ଟରେ ନିଜ ଫିଡବ୍ୟାକ୍ ନିହାତି ଦିଅନ୍ତୁ। ଦେଶ ଦୁନିଆ ସହ ଜଡ଼ିତ ଏଭଳି ଅନେକ ରହସ୍ୟମୟ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ତାହେଲେ ଏବେ ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।